ଝୁମି, ମିଠୁ ଏବଂ ଚିକ୍ଲୁର ବନ୍ଧୁତା। ପ୍ରଥମ ଭାଗ। ଝୁମିର ଦେଖା ହେଲା ମିଠୁ ଏବଂ ଚିକ୍ଲୁ ସହ। 15 ବର୍ଷର ଝୁମି ଗୋଟିଏ ସୁନ୍ଦର ଏବଂ ଜିଜ୍ଞାସୁ ଝିଅ। ତାଙ୍କ ଗାଁ ପାଖରେ ଥିବା ଜଙ୍ଗଲରେ ବୁଲିବା ପାଇଁ ଝୁମିକୁ ବହୁତ ଭଲ ଲାଗୁଥିଲା। ଜଙ୍ଗଲର ସୁନ୍ଦର ଗଛ, ସୁଲୁସୁଲୁ ପବନ ଏବଂ ପକ୍ଷୀମାନଙ୍କର ଶବ୍ଦ ତାକୁ ଶାନ୍ତି ଦେଉଥାଏ। ଗୋଟିଏ ଦିନ ଝୁମି ଜଙ୍ଗଲରେ ତାଙ୍କ ପସନ୍ଦର ବହି ପଢ଼ୁଥିବା ବେଳେ କିଛି ଶୁଣିଲେ। ହେଲୋ, ତୁମେ କିଏ? ଝୁମି ଏକ ସବୁଜ ଶୁଆ ଦେଖିଲା ଓ ସୂର୍ଯ୍ୟର ଆଲୋକ ତାର ଡେଣା ଉପରେ ପଡ଼ି ଚମକୁଥିଲା। ଝୁମି ହସି କହିଲା, ତୁମେ କଥା କହିପାର? ଶୁଆ କହିଲା, ହଁ, ମୋ ନାମ ମିଠୁ। ମୁଁ ଏହି ଜଙ୍ଗଲର ସବୁଠୁ ଚତୁର ଶୁଆ। ଝୁମି ଏହା ଶୁଣି ହସିଲା। ସେହି ସମୟରେ ଏକ ଧଳା ଠେକୁଆ ଦୌଡ଼ି ଆସି ମିଠୁକୁ କହିଲା, ତୁମେ ପୁଣି ନିଜେ ନିଜର ପ୍ରଶଂସା କରୁଛ। ଝୁମି ଠେକୁଆକୁ ପଚାରିଲା, ତୁମେ କିଏ? ଠେକୁଆ ଡେଇଁ ଡେଇଁ କହିଲା, ମୋ ନାମ ଚିକ୍ଲୁ। ମୁଁ ଏହି ଜଙ୍ଗଲର ସବୁଠୁ ଜୋର ଦୌଡ଼ୁଥିବା ଠେକୁଆ। ମିଠୁ କହିଲା, ଏବଂ ମୁଁ ଏହାର ସବୁଠୁ ଭଲ ସାଙ୍ଗ। ଝୁମି ଏହା ଶୁଣି ଖୁବ୍ ଖୁସି ହେଲା। ସେ କହିଲା, ମୁଁ ମଧ୍ୟ ତୁମ ସାଙ୍ଗ ହେଇପାରିବି କି? ମିଠୁ ଆଉ ଚିକ୍ଲୁ ଅଳ୍ପ ଟିକେ ଭାବିଲେ ଏବଂ ଏକା ସାଙ୍ଗରେ କହିଲେ, ତୁମେ ଆମକୁ ଭଲ ଲାଗୁଛ। ତୁମେ ଆମର ସାଙ୍ଗ ହୋଇପାରିବ। ସେହି ଦିନରୁ ଝୁମି, ମିଠୁ ଏବଂ ଚିକ୍ଲୁଙ୍କ ସୁନ୍ଦର ବନ୍ଧୁତା ଆରମ୍ଭ ହେଲା। ସେମାନେ ପ୍ରାୟତଃ ଜଙ୍ଗଲରେ ଦେଖା ହେଉଥିଲେ, ସାଙ୍ଗ ହୋଇ ବୁଲୁଥିଲେ ଏବଂ ଝୁମିର କାହାଣୀ ଶୁଣି ଆନନ୍ଦ ନେଉଥିଲେ। ଦ୍ୱିତୀୟ ଭାଗ। ଯାଦୁଇ ଶିକ୍ଷାଳୟର ଯାତ୍ରା। କିଛି ଦିନ ପରେ ଗୋଟିଏ ଦିନ ଝୁମି, ମିଠୁ ଏବଂ ଚିକ୍ଲୁ ଗୋଟିଏ ବଡ଼ ଗଛ ତଳେ ବିଶ୍ରାମ କରୁଥିଲେ। ସେତେବେଳେ ଜଙ୍ଗଲରେ ଗୋଟିଏ ତୀବ୍ର ଆଲୋକ ଦେଖାଗଲା। ଝୁମି ତୁରନ୍ତ ବୁଝିଗଲା ଯେ ଏହା ଯାଦୁଇ ଘଟଣାର ସଂକେତ। ପରୀ ମୋହିନୀ ନିଶ୍ଚୟ ଆସିଥିବେ, ଝୁମି ଉତ୍ସାହର ସହ କହିଲା। ମିଠୁ ପଚାରିଲା, ପରୀ ମୋହିନୀ କିଏ? ଝୁମି ହସିଦେଇ କହିଲା, ସେ ମୋର ଯାଦୁଇ ସାଙ୍ଗ। ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି। ସେତିକିବେଳେ ସୁନେଲି ପର ଥିବା ପରୀ ମୋହିନୀ ପ୍ରକଟ ହେଲେ। ସେ ଝୁମିକୁ ଦେଖି କହିଲେ, ଝୁମି, ତୁମେ ଏକ ନୂଆ ଯାଦୁଇ ଯାତ୍ରାରେ ଯିବା ପାଇଁ ଚାହୁଁଛ କି? ଝୁମି କହିଲା, ନିଶ୍ଚୟ, କିନ୍ତୁ ଏଥର ମିଠୁ ଏବଂ ଚିକ୍ଲୁ ମଧ୍ୟ ମୋ ସହିତ ଯିବେ। ସେମାନେ ମୋର ସବୁଠୁ ଭଲ ସାଙ୍ଗ। ପରୀ ମୋହିନୀ ହସି କହିଲେ, ଠିକ୍ ଅଛି, କିନ୍ତୁ ଏହା ସହଜ ଯାତ୍ରା ହେବ ନାହିଁ। ତୁମକୁ ତୁମ ସାହସ ଏବଂ ବୁଦ୍ଧିର ବ୍ୟବହାର କରିବାକୁ ପଡ଼ିବ। ପରୀ ମୋହିନୀ ତାଙ୍କ ଯାଦୁଇ ପର ହଲେଇଲେ ଏବଂ ହଠାତ୍ ଏକ ଚମକୁଥିବା ପର୍ଟାଲ ଦେଖାଗଲା। ଝୁମି, ମିଠୁ ଏବଂ ଚିକ୍ଲୁ ସେଥିରେ ପ୍ରବେଶ କରିଲେ ଏବଂ ଗୋଟିଏ ଅଦ୍ଭୁତ ଯାଦୁଇ ବିଦ୍ୟାଳୟରେ ପହଞ୍ଚିଲେ। ଚାରିଆଡ଼େ ଉଡୁଥିବା ବହି, କଥା କହୁଥିବା ଗଛ ଏବଂ ଚମକୁଥିବା କାନ୍ଥ ସବୁ ଥିଲା। ପରୀ ମୋହିନୀ କହିଲେ, ଏହି ଯାଦୁଇ ବିଦ୍ୟାଳୟ ତୁମକୁ ସ୍ୱାଗତ କରୁଛି। ତୁମକୁ 2ଟି ଚ୍ୟାଲେଞ୍ଜ ପାର କରିବାକୁ ପଡ଼ିବ। ପ୍ରତ୍ୟେକ ଚ୍ୟାଲେଞ୍ଜ ତୁମକୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେବ। ପ୍ରଥମ ଚ୍ୟାଲେଞ୍ଜ, ଟିମ୍ୱାର୍କର ଗୁରୁତ୍ୱ। ଝୁମି, ମିଠୁ ଏବଂ ଚିକ୍ଲୁକୁ ପ୍ରଥମ ଚ୍ୟାଲେଞ୍ଜ ଦିଆଗଲା। ସେମାନେ ଗୋଟିଏ ଭୁଲେଇ ରାସ୍ତା ପାରି କରି ବନ୍ଦୀ ହେଇଥିବା ପ୍ରାଣୀମାନଙ୍କୁ ବାହାରକୁ ଆଣିବାର ଥିଲା। ମିଠୁ ଉପରକୁ ଉଡ଼ି ରାସ୍ତା ଦେଖି କହିଲା, ସଠିକ୍ ରାସ୍ତା କୋଉଟା? ଚିକ୍ଲୁ ତାର ତୀବ୍ର ଚାଲିରେ ଫସିଥିବା ଜାଲ ହଟାଇଲା। ଝୁମି ସେମାନଙ୍କୁ ନିର୍ଦ୍ଦେଶ ଦେଲେ ଏବଂ ଟିମ୍କୁ ସାଥିରେ ରଖିଲେ। ଶେଷରେ ସେମାନଙ୍କ ଟିମ୍ ସମସ୍ତ ପ୍ରାଣୀକୁ ଉଦ୍ଧାର କରିଲା। ମୋହିନୀ ସେମାନଙ୍କର ପ୍ରଶଂସା କରି କହିଲେ, ଟିମ୍ୱାର୍କ ମାଧ୍ୟମରେ ପ୍ରତ୍ୟେକ ଅସୁବିଧାର ସମାଧାନ କରିହେବ। ଏହା ଥିଲା ଏହି ଚ୍ୟାଲେଞ୍ଜର ଶିକ୍ଷା। ଦ୍ୱିତୀୟ ଚ୍ୟାଲେଞ୍ଜ, ସାହସର ପରୀକ୍ଷା। ପରବର୍ତ୍ତୀ ଚ୍ୟାଲେଞ୍ଜ ଥିଲା ଭୟକୁ ପରାସ୍ତ କରିବା। ଶିକ୍ଷାଳୟରୁ ବାହାରକୁ ଯିବା ରାସ୍ତାରେ ଗୋଟିଏ ବଡ଼ ଡ୍ରାଗନ ଦ୍ୱାର ପାଖରେ ଛିଡ଼ା ହୋଇଥିଲା। ମିଠୁ ଏବଂ ଚିକ୍ଲୁ ଭୟଭୀତ ହେଇଗଲେ, କିନ୍ତୁ ଝୁମି ସାହସ ଦେଖାଇଲା। ସେ ଡ୍ରାଗନ ପାଖକୁ ଯାଇ ଭଲରେ କଥା ହେଲା। ସେ ଜାଣିଲା ଯେ ସେହି ଡ୍ରାଗନଟି ଭୟଙ୍କର ନୁହେଁ, ବରଂ ସେ ଏକା ଏବଂ ଦୁଃଖିତ ଥିଲା। ଝୁମି ତା ସହ ବନ୍ଧୁତା କରିବାର ପ୍ରସ୍ତାବ ରଖିଲା। ଡ୍ରାଗନ ଖୁସି ହେଇଗଲା। ସେ ଝୁମି ଏବଂ ତାଙ୍କ ସାଙ୍ଗମାନଙ୍କୁ ବାହାରକୁ ଯିବା ରାସ୍ତା ଦେଖାଇଲା। ପରୀ ମୋହିନୀ କହିଲେ, ସାହସ ହେଉଛି ସେହି ଶକ୍ତି ଯାହା ଆମକୁ ସତ୍ୟ ପାଖରେ ପହଞ୍ଚେଇ ପାରେ। ଭୟ କେବଳ ଆମ ଭାବନାର ଏକ ଅଂଶ। 2ଟି ଚ୍ୟାଲେଞ୍ଜ ସଫଳତାର ସହିତ ପୂର୍ଣ୍ଣ କରିବା ପରେ
ପରୀ ମୋହିନୀ ଝୁମିକୁ ଗୋଟିଏ ଜାଦୁଇ ଲକେଟ୍ ଦେଲେ। ସେ କହିଲେ, ଏହା ତୁମର ବୁଦ୍ଧିମତା, ସାହସ ଏବଂ ବନ୍ଧୁତାର ପ୍ରତୀକ। ଝୁମି, ମିଠୁ ଏବଂ ଚିକ୍ଲୁ ଖୁସିରେ ଘରକୁ ଫେରିଲେ। ସେହି ଦିନଠୁ ସେମାନଙ୍କ ବନ୍ଧୁତା ଆହୁରି ଦୃଢ଼ ହୋଇଗଲା। ସେମାନେ ଶିଖିଲେ ଯେ ଜୀବନର ପ୍ରତ୍ୟେକ ଚ୍ୟାଲେଞ୍ଜକୁ ବନ୍ଧୁତା, ବୁଦ୍ଧିମତା ଏବଂ ସାହସରେ ପରାସ୍ତ କରାଯାଇପାରେ। ଶିକ୍ଷା, ବନ୍ଧୁତାର ମୂଲ୍ୟ। ସତ୍ୟ ବନ୍ଧୁମାନେ ସବୁବେଳେ ସାଥିରେ ଥାଆନ୍ତି। ଟିମ୍‌ୱାର୍କର ଶକ୍ତି। ମିଳିମିଶି କାମ କଲେ ସବୁ କାମ ସହଜ ହୋଇଯାଏ। ସାହସର ମହତ୍ତ୍ୱ। ଭୟକୁ ଜିତିବା ପାଇଁ ସତ୍ୟକୁ ବୁଝିବା ଆବଶ୍ୟକ। ଦର୍ଶକଙ୍କ ପାଇଁ ସନ୍ଦେଶ। ଝୁମି କହିଲା, ଯଦି ଆପଣ ମଧ୍ୟ ଏଭଳି ଜାଦୁଇ ଅନୁଭବ କରନ୍ତି, ତେବେ ଆପଣ କ'ଣ କରିବାକୁ ଚାହିଁବେ? କମେଣ୍ଟରେ ଲେଖନ୍ତୁ। ଏବଂ ଯଦି ଆପଣଙ୍କୁ ଏହି କାହାଣୀ ଭଲ ଲାଗିଥାଏ, ତେବେ ଲାଇକ୍ କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ସେୟାର କରିବାକୁ ଭୁଲିବେ ନାହିଁ।